ଆଜ୍ଞା ନମସ୍କାର। ଆଜି ମୁଁ ଆସିଲି ଭାଗ 8 ନବକଳେବରକୁ ନେଇ। ନବକଳେବର କହିଲେ କେଡ଼େ ସୁନ୍ଦର ସତେ କାଳିଆର ନବ କଳେବର। ଏହି ପ୍ରଥା ନିୟମିତ ନୁହେଁ, ବିଧିର ବିଧାନ କେ କରିବ ଆନ। ଯେଉଁ ବର୍ଷ ଯୋଡ଼ା ଆଷାଢ଼ ପଡ଼ିଥାଏ ସେହି ବର୍ଷ ହିଁ ଅନୁଷ୍ଠିତ ହୁଏ ନବକଳେବର। ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ନିମ ବଡ଼ ଦେଉଳରେ ହେଲା ଦାରୁ ବ୍ରହ୍ମ। ଶ୍ରୀମନ୍ଦିରର ସେବାୟତମାନେ ତିନି ଠାକୁରଙ୍କର ମୁଖ୍ୟ ବାଡ଼ଗ୍ରାହୀଙ୍କ ନେତୃତ୍ୱରେ ବାହାରି ଯାଇଥାନ୍ତି ଦାରୁ ସନ୍ଧାନରେ। ପ୍ରଥମେ କାକଟପୁର ମା ମଙ୍ଗଳାଙ୍କ ପାଖକୁ ଯାଇ ମାଙ୍କ ପାଖରେ ଅଧିଆ ପଡ଼ି ସ୍ୱପ୍ନାଦେଶ ପାଇଥାନ୍ତି ଦାରୁ ମିଳିବା ବିଷୟରେ। ସେଇଠୁ ଆଜ୍ଞାମାଳ ନେଇ ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା ଓ ସୁଦର୍ଶନ ମାନଙ୍କର ବାଡ଼ଗ୍ରାହୀ ଓ ସେବକମାନେ ଯାଉଥିଲେ ଦାରୁ ସଂଗ୍ରହ ନିମନ୍ତେ। ଯେମିତି ଅତୀତରେ ବଳଭଦ୍ରଙ୍କର ସାରଳା ପୀଠରେ, ଜଗନ୍ନାଥଙ୍କର କଲରାବାଙ୍କ ଜଗତସିଂହପୁରରେ, ମା ସୁଭଦ୍ରାଙ୍କର ଅଡ଼ଙ୍ଗ ନାଇଲୋରେ ଓ ସୁଦର୍ଶନଙ୍କର ବାଳକାଟିରେ। ଆଜ୍ଞା ଏହି ଗୁରୁ ଦାୟିତ୍ୱକୁ ସେବେକାର ଆକାଶବାଣୀ କଟକ କେନ୍ଦ୍ରର କେନ୍ଦ୍ର ନିର୍ଦ୍ଦେଶକ ସୁହାସ ମହାନ୍ତି ଓ ତାଙ୍କ ସହଯୋଗୀ ଭାବେ ଆର୍ଜେ ନଳିନୀକାନ୍ତ ବିଶ୍ୱାଳ ପ୍ରତ୍ୟେକଟି ଜାଗାକୁ ଯାଇ ତଥ୍ୟ ସଂଗ୍ରହ କରି ପ୍ରସାରଣ କରିବା ଥିଲା ଏକ ଆହ୍ୱାନ। ଏହି ଦିବ୍ୟ କାର୍ଯ୍ୟ ସମାପନ କଲାବେଳେ ଏକ ଧବଳ ପେଚାର ଆବିର୍ଭାବ ତାଙ୍କୁ ଚକିତ ଓ ବିସ୍ମିତ କରିଥିଲା। ହେଲେ ଏସବୁ ତ ଲୀଳାମୟଙ୍କ ଇଚ୍ଛା, ସାଧାରଣ ମଣିଷ ବା ଅବଗତ ହେବ କିପରି? ଦାରୁ ଚିହ୍ନଟ ହେଲା ପରେ ସୁବର୍ଣ୍ଣ କୁରାଢ଼ୀରେ ଛୁଆଇଁ ଦାରୁ ସଂଗ୍ରହ କରିବା ଥିଲା ଏକ ସ୍ୱତନ୍ତ୍ର ଅନୁଭୂତି। ଏକା ତ ଭକତ ଜୀବନ, ଏକା ତ ଭକତ ଜୀବନ। ପରେ ପରେ ଦାରୁ ସବୁକୁ ଶଗଡ଼ିରେ ରଖି ସେବାୟତମାନେ ନିଜ ହାତରେ ଟାଣି ଟାଣି ନେଇ ରଥ ଖଳାରେ ପହଞ୍ଚାଇଥାନ୍ତି, ଯାହା ଅତ୍ୟନ୍ତ କଷ୍ଟସାଧ୍ୟ ବ୍ୟାପାର। ଏ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମାପନ ହେଲା ପରେ ଶ୍ରୀମନ୍ଦିରରେ ଦର୍ଶନ ଦିଅନ୍ତି ରତ୍ନ ସିଂହାସନରେ ପ୍ରଭୁ ଠାକୁରମାନେ। ଭକ୍ତ ଅଧୀରରେ ଗାଏ କୈଳାସାନ୍ତେ ଅଛ କେମନ୍ତେ, ଦୁଃଖ ବୁଝିଲନି ମୋର। କୈଳାସାନ୍ତେ ଅଛ କେମନ୍ତେ, ଦୁଃଖ ବୁଝିଲନି ମୋର। ହେ ପ୍ରଭୁ ଲୀଳାମୟ, ତମେ ତ ସଂସାରର ତ୍ରାଣମୟ କର୍ତ୍ତା ପ୍ରଭୁ। ତମକୁ ବା ଏଇ ମଣିଷ ଛାର କ'ଣ ବା କହିବ, କ'ଣ ବା ମାଗିବ? ତମେ ଚକା ଆଖିରେ ସବୁ ଦେଖୁଛ, ଜଗତକୁ ଉଦ୍ଧାର କରୁଛ, ପତିତ ଜନକୁ ଉଦ୍ଧାର କରୁଛ ପ୍ରଭୁ। ପୁଣି ମୁଁ ଆସିବି ଆର ଶନିବାର ଦିନ। ମୋତେ ଯଦି ଆପଣଙ୍କର ଏଇ ଭାଗ ଗୁଡ଼ିକ ଖୁବ୍ ଭଲ ଲାଗୁଥାଏ ତେବେ ସେୟାର, ସବସ୍କ୍ରାଇବ୍, ଲାଇକ୍ ଓ କମେଣ୍ଟ ଦେବେ। ରହିଲି, ନମସ୍କାର। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।